ପିଲାମାନେ ଭଲ ଅଛ? ଭଲ ଅଛ? ଆଜି ଆମେ ଟିକେ ପଢିବା, ଠିକ ଅଛି? ପଢିବାନି, ଦେଖିବା ଗାଁର ସକାଳ ଦୃଶ୍ୟ ବିଷୟରେ ଆମେ ଟିକେ ଦେଖିବା ହେଲା। ସକାଳେ କିଏ କିଏ ଉଠୁଛ? ସକାଳେ ସବୁ ଉଠିଲା ବେଳେ ସବୁ କଣ କଣ ଥାଉଛି ରେ? ଭାତ ଡାଲି। ସକାଳେ ଉଠିଲା ବେଳେ ତମେ କଣ ସବୁ ଦେଖୁଛ? କୁହୁଡି ହେଇଥାଉଛି, ଠିକ ଅଛି? ଭାତ ଡାଲି ନୁହଁ ହେଲା, ଭାତ ଡାଲି ନୁହଁ। କଣ ଦେଖା ଯାଉଛି ମୁଁ ଆଜି ତମକୁ ଦେଖେଇବି, ତା ସହିତ କହିବି, ଠିକ ଅଛି ହେଲା। ସକାଳେ ଉଠିଲେ ତମେ ଦେଖୁଛ କୁକୁଡ଼ା ଗୋଟେ ରାବୁଥିବ, କେମିତି ହଉଛି ନା ନାଇଁ? ହଉଛି କି ନାଇଁ? ନା ତମ ଘରେ କୁକୁଡ଼ା ଦେଖ ନାହାନ୍ତି? ଅଛନ୍ତି ନା? ସକାଳର ଦୃଶ୍ୟ ଛାଡ଼ ସେଇଟା, ହଁ ହେଲା। ସକାଳର ଦୃଶ୍ୟ ବିଷୟରେ ଆମେ ଟିକେ ଦେଖିବା ହେଲା। ଆମେ ଯେତେବେଳକୁ ସକାଳେ ଆମେ ଶୋଇଥାଉଛୁ, ଯେତେବେଳେ ଆମେ ଉଠୁଛୁ ସକାଳର ଦୃଶ୍ୟରେ, ସେ ସମୟ କଣ କରୁଛି? କୁକୁଡ଼ା ରାବୁଛି କି ନାହିଁ? ତମେ ଶୁଣିଥାଉଛ ଘରେ, ଆଉ ଚାରିଆଡ଼େ ପୁରା ଟିକେ ଟିକେ କୁହୁଡ଼ି ହେଇକି ସକାଳେ ଥାଉଛି ନାଇଁ କି? ତାପରେ ସୁନ୍ଦର ଭାବରେ ସୂର୍ଯ୍ୟଙ୍କର କିରଣ ପଡ଼ିଥାଉଛି ଟିକେ ଟିକେ ନାଇଁ କି? ତାପରେ ସୂର୍ଯ୍ୟ ବାହାରୁଛି କି ନାଇଁ? ପୁରା ଦୁନିଆ ପୁରା ଆଲୁଅ ହେଇକି ଦେଖାଯାଉଛି ନା ନାଇଁ? କେତେ ବଢିଆ ଲାଗୁଛି ନାଇଁ କି? ଆଉ ତାପରେ ସମସ୍ତେ ମା ମାନେ କଣ କରୁଛନ୍ତି? ସେଇ ସମୟରେ ମା ମାନେ ଉଠୁଛନ୍ତି, ତାପରେ ନିଜର ବେସନ କୁସନ ଧରିକି ଯାଉଛନ୍ତି ନଦୀକୁ, ନତ ଛୁଆକୁ ନେଇକି। ସବୁ ସକାଳର ଏଇଟା ସବୁ କଣ ଥିଲା ରେ? ଦୃଶ୍ୟ। ସକାଳର ସକାଳେ କିଭଳିଆ ଦେଖାଯାଉଛି ସେଇ ବିଷୟରେ ଆମେ ଏବେ ଆଲୋଚନା କରୁଛେ ନାଇଁ କି? କୁକୁଡ଼ା ସବୁ ରାବନ୍ତି, ଆଉ ଗାଈ ଏଗୁଡାକ ସବୁ ଯେତିକି ଗୁହାଳରେ ଥିବେ ସବୁ ବାହାରକୁ ଆସିବେ, କିଏ ବାନ୍ଧିଯିବ, ସବୁ ଏମିତି ସବୁ ହୁଏ। ଏଇଟା ସବୁ କଣ ଥିଲା? ସକାଳର ଦୃଶ୍ୟ ହେଲା। ଜାଣିକି ଭଲ ଲାଗିଲା ସକାଳର ଦୃଶ୍ୟ ବିଷୟରେ? ଭଲ ଲାଗିଲା? ଏବେ ତମେ ଜାଣିଲ ନା ସକାଳ ଦୃଶ୍ୟ ବୋଲେ କଣ? ଆଗରୁ ଜାଣିଥିଲ? ନାଇଁ କି? ତ ଜାଣିଲ ନା? ହଉ, ଜାଣିଲୁ, ସେଇଥିପାଇଁ ଆମେ ଟିକେ ଛୋଟ ତାଳି ମାରିବା।